नमस्कार। आकाशवाणी कटक आंचलिक संवाद पढ़ुछंती आशुतोष पति। मुख्यमंत्री मोहन चरण माझी आज तीन दिनिया नुआदिल्ली गस्तरे जाउछंती। मुख्यमंत्री आसंताकाली एवं शनिवार दिन नुआदिल्ली में ओडिशा खाद्य प्रक्रियाकरण 2026 एवं निवेशक रोड शो कार्यक्रम में जोगदेवे। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ନିବେଶ ପାଇଁ ବିଭିନ୍ନ ଶିଳ୍ପପତିଙ୍କ ସହ ଆଲୋଚନା କରିବେ। ଏ ସମ୍ପର୍କରେ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ କହିଛନ୍ତି, ପାଞ୍ଚଟି ରାଜ୍ୟ ଭିତରେ ମାନେ ଆମେ ସ୍ଥାନ ପାଇଛୁ। ତ ଆଗକୁ ଆହୁରି କିଭଳି ଭାବରେ ସାର ଲୋକମାନଙ୍କର ଯେଉଁ ଆଶା ଆଜ୍ଞା ପୁରା କରିହେବ ମାନ୍ୟବର ମୁଖ୍ୟମନ୍ତ୍ରୀ ସେଥିପାଇଁ ପ୍ରତିଶ୍ରୁତିବଦ୍ଧ। ରାଜ୍ୟରେ କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କ୍ୟାନ୍ସର କେୟାର ଅଭିଯାନ ଅଧୀନରେ 91ଟି ସ୍ୱତନ୍ତ୍ର କ୍ୟାନ୍ସର ଚିକିତ୍ସା ପ୍ୟାକେଜକୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ କରାଯାଇଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ଏଥିପାଇଁ ବଜେଟ୍ରେ 311 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ନିଷ୍ପତ୍ତି ଦ୍ୱାରା କ୍ୟାନ୍ସର ରୋଗୀମାନଙ୍କୁ ଆର୍ଥିକ ଚାପ ପାଇଁ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିବ ନାହିଁ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ତ୍ରୟୋଦଶ ବୈଠକ ଆରମ୍ଭ ହୋଇଛି। ବୈଠକରେ ଆସନ୍ତାକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧ୍ୟକ୍ଷତା କରିବେ। ଏଥିରେ ଯୋଗଦେବା ପାଇଁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସମ୍ମିଳନୀରେ ଲୋକକୈନ୍ଦ୍ରିକ ଏବଂ ମାନବତା ପ୍ରଥମ ଆଭିମୁଖ୍ୟ ଆଧାରରେ ଶିକ୍ଷା କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରାଯିବ। ରାଜ୍ୟରେ ବନ୍ୟା ପରିସ୍ଥିତି ସୁଧୁରୁଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବନ୍ୟା ପାଣି ଛାଡ଼ିବା ପରେ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତକାଲି ବାଲେଶ୍ୱରରେ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପାଇଁ ସମୟସୂଚୀ ପ୍ରକାଶ ପାଇଛି। ସଂଶୋଧିତ ସୂଚୀ ଅନୁଯାୟୀ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାରେ ନାମ ସଂଯୋଗ ସମ୍ବନ୍ଧିତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ସେହିପରି ଦାବି ଓ ଆପତ୍ତିର ଶୁଣାଣି ଓ ଫଇସଲା ପ୍ରକ୍ରିୟା ଅବଧିକୁ 17 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା ସେପ୍ଟେମ୍ବର ମାସ 31 ତାରିଖରେ ପ୍ରକାଶ ପାଇବ। ନିଟ୍ ୟୁଜି 2026 ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠାରୁ ଓଜେଇଇ ପକ୍ଷରୁ ଅନ୍ଲାଇନ୍ ପଞ୍ଜୀକରଣ ଏବଂ କାଉନ୍ସେଲିଂ ଆରମ୍ଭ ହେବ। ପ୍ରାର୍ଥୀମାନେ କାଉନ୍ସେଲିଂର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଓ ଅନ୍ୟାନ୍ୟ ସୂଚନା ପାଇଁ ଓଜେଇଇର ୱେବ୍ସାଇଟ୍ରେ ଲଗ୍ଇନ୍ କରିପାରିବେ। ଭୁବନେଶ୍ୱରସ୍ଥିତ କର୍ମଚାରୀ ରାଜ୍ୟ ବୀମା ନିଗମ ଇଏସ୍ଆଇସି ହସ୍ପିଟାଲରେ 50ଟି ସିଟ୍ରେ ନାମଲେଖା ପାଇଁ ପ୍ରକ୍ରିୟା ଶେଷ ହୋଇଛି। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ପ୍ରାୟ 10 ଲକ୍ଷ ଇଏସ୍ଆଇସି ବୀମାଭୁକ୍ତ ଶ୍ରମିକ ଏବଂ ସେମାନଙ୍କ ପରିବାର ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଭଦ୍ରକ ଜିଲ୍ଲା ମଧ୍ୟ ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ପାଣିକୋଇଲଠାରୁ ଲକ୍ଷ୍ମଣନାଥ ପର୍ଯ୍ୟନ୍ତ ରାସ୍ତାରେ ଯାନଗୁଡ଼ିକର ସର୍ବାଧିକ ବେଗସୀମା ନିର୍ଦ୍ଧାରିତ କରାଯାଇଛି। ରାଜ୍ୟ ପରିବହନ ପ୍ରାଧିକରଣ ଏସ୍ଟିଏ ଓଡ଼ିଶା ପକ୍ଷରୁ ଇଣ୍ଟେଲିଜେଣ୍ଟ ଏନ୍ଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ମାଧ୍ୟମରେ ରାଜ୍ୟର 9ଟି ଜାତୀୟ ଓ ରାଜ୍ୟ ରାଜପଥରେ ସ୍ୱୟଂଚାଳିତ ଇ ଚାଲାଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କ ଫୋର୍ସ ଏବଂ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ସଡ଼କ ଦୁର୍ଘଟଣା ହ୍ରାସ, ଯାତାୟାତ ନିୟମର କଡ଼ାକଡ଼ି ପାଳନ ଏବଂ ସଡ଼କ ସୁରକ୍ଷା ଭିତ୍ତିଭୂମିର ସୁଦୃଢ଼ୀକରଣ ଉପରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ସ୍ଥିତ ଲକ୍ରା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଶିକ୍ଷାନୀତି 2020 ସମ୍ପର୍କିତ ବୈଠକରେ ଶିକ୍ଷା ପ୍ରତି ରୁଚି ସୃଷ୍ଟି କରିବା ସହ ଶିଶୁ ମନୋବିଜ୍ଞାନ ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ପରିଚାଳନା କମିଟିର ନୂତନ ସଭାପତିଙ୍କ ସମେତ 25 ଜଣ ସଭ୍ୟ ମନୋନୀତ ହୋଇଥିଲେ। ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତାକାଲିଠାରୁ ପୁରୀ ସୋଲାପୁର ଜଙ୍କସନ୍ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ଟି ଶୁକ୍ରବାର ରାତି 11:45ରେ ପୁରୀରୁ ଯାତ୍ରା ଆରମ୍ଭ କରି ରବିବାର ଭୋର 4:15 ସୋଲାପୁର ଜଙ୍କସନ୍ରେ ପହଞ୍ଚିବ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ତାଳଚେରଠାରେ ସର୍ବାଧିକ 80 ମିଲିମିଟର ବର୍ଷା ରେକର୍ଡ ହୋଇଛି। ଷୋଡ଼ଶ ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିୟନସିପ୍ ଡିଭିଜନ ଏର ସେମିଫାଇନାଲରେ ହକି ଆସୋସିଏସନ୍ ଅଫ୍ ଓଡ଼ିଶା ପ୍ରବେଶ କରିଛି। ତାମିଲନାଡୁର କୋଏମ୍ବାଟୁରରେ ଚାଲିଥିବା ଏହି ଚାମ୍ପିୟନସିପ୍ରେ ଗତକାଲି ଓଡ଼ିଶା କ୍ୱାର୍ଟର ଫାଇନାଲରେ ହରିୟାଣାକୁ 5-1 ଗୋଲରେ ପରାସ୍ତ କରିଛି। ସେମିଫାଇନାଲରେ ଓଡ଼ିଶା ଦଳ ପଞ୍ଜାବକୁ ଭେଟିବ।
ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2ଟା 32 ମିନିଟ୍ରେ।